ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ କାବ୍ୟ ତପସ୍ୱିନୀ। ସେହି ତପସ୍ୱିନୀ କାବ୍ୟରୁ ଆସିଛି ଏହି ମଙ୍ଗଳେ ଅଇଲା ଉଷା। ଚାଲନ୍ତୁ ଏହି ପଦ୍ୟକୁ ଆବୃତ୍ତି କରିବା। ମଙ୍ଗଳେ ଅଇଲା ଉଷା ବିକଚରା ଜୀବ ଦୃଶା ଜାନକୀ ଦର୍ଶନ ତୃଷା ହୃଦଏ ବହି କର ପଲ୍ଲବେ ନିହାର ମୁକ୍ତା ଧରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି କଳକଣ୍ଠ କଣ୍ଠେ କହିଲା ଦରଶନ ଦିଅ ସତୀ ରାତି ପାହିଲା। ଅରୁଣ କଷାୟ ବାସ କୁସୁମ କାନ୍ତି ବିକାଶ ପ୍ରଶାନ୍ତ ରୂପ ବିଶ୍ୱାସ ଦିଅନ୍ତି ମନେ କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସୀ ଡାକୁଛନ୍ତି ଦୁଃଖ ରାଶି ଉପଶମନେ ଦେବା ପାଇଁ ନବ ଜୀବନ ସ୍ୱର୍ଗ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ। ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦେଶେ କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ କଳିଙ୍ଗ ଅଇଲା ପାଟ ମାଗଧ ବେଶେ ଲଳିତ ମଧୁରେ କହିଲା ଉଠ ସତୀ ରାଜ୍ୟ ରାଣୀ ରାତି ପାହିଲା। ମୁନି ମୁଖ ବେଦ ସ୍ୱନ ପୂର୍ଣ୍ଣ କଲା ଶ୍ୟାମ ବନ ଉଠିଲା ଭେଦି ଗଗନ ଉଚ୍ଚ ଓଙ୍କାର ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତି କି ଗତି ବିହିଲା କି ସରସ୍ୱତୀ ବୀଣା ଝଙ୍କାର ବେଳୁ ବେଳ ବନ ଉଜ୍ଜଳ ମନ୍ତ୍ର ବଳେ ଯେହ୍ନେ ବଢ଼ି ଆସିଲା ବଳ ଏକାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ ବୋଇଲେ ଉଠ ବୈଦେହୀ ଉଷା ସୁକୁମାର ଦେହି ଆସିଛି ଦର୍ଶନ ଦେଇ ତୋଷ ବିଧିରେ ତମସା ରହିଛି ଅନାଇ କୋଳ କରି ଥରେ ସୁଖ ଲଭିବା ପାଇଁ ପଦ୍ମିନୀ ହୃଦ ଶିଶିର ବିନ୍ଦୁରେ ଖରର ସ୍ମିର ପ୍ରତିବିମ୍ବ ପରି ବୀର ରାମ ମୂରତି ଶୋକ ଜର୍ଜରିତ ଚିତ୍ତ ଫଳକେ କରି ଚିତ୍ରିତ ହେଲେ ଆସନୁ ଉତ୍ଥିତ ଜାନକୀ ସତୀ ନମି ଅନୁକମ୍ପା ପୟରେ ବନ୍ଦିଲେ ଉଷାର ପଦ ସବିନୟରେ ବୋଇଲେ ତାକୁ ପ୍ରଶଂସି ତୁମେ ତିମିର ବିଧ୍ୱଂସୀ ରବି ଆଗମନ ଶଂସି ହୁଅ ସଂସାରେ ତୁମ୍ଭ କମଳ ଚରଣ କରେ ଜ୍ୟୋତି ଆହରଣ ତହିଁ ଯାଉଛି ଶରଣ ଦୃଢ଼ ଆଶାରେ शुभ्र सौरवर सिके शुभ संपादिनी हुआ रघुवंशी के।
ଉତ୍ସୁକ ହୃଦୟେ ରାତ୍ରି ଶେଷରେ ଆଶ୍ରମ ଧାତ୍ରୀ ତମସା ନିର୍ମଳ ଗାତ୍ରୀ ପବିତ୍ର ଧାରା ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନିରସିଞ୍ଚି ମଙ୍ଗଳ ପ୍ରଦୀପ ରଚି ପ୍ରଭାତି ତାରା ମୁହୁର୍ମୁହୁମିନ ନୟନେ ଚାହୁଁଥିଲା ସୀତା ସତୀ ଶୁଭାଗମନେ ଉଟକୁ ତାପସ କନ୍ୟା ଗଣଙ୍କ ଆଦର ବନ୍ୟା ପ୍ଲାବନେ ଜଗତ ଧନ୍ୟା ସତୀରତନ ବାହାରି ଅବଗାହନେ ଅନୁକମ୍ପାଙ୍କ ଗହଣେ ତମସା ଧାର ବହନେ କଲେ ଗମନ ସତୀଙ୍କି ତମସା ଅଙ୍କରେ ଘେନି ସ୍ନେହେ ଆଲିଙ୍ଗିଲା ତରଙ୍ଗ କରେ ଅମୃତ ମଧୁର ସ୍ୱରେ ଭାସିଲା ପାରିତୋଷରେ ମାଗୋ ମୋ ମାନସରେ ନଥିଲା ଆଶା କରିବ ଅଙ୍କେ ବିହାର ରାଜଲକ୍ଷ୍ମୀ ହୃଦହାର ସୀତା କରି ପରିହାର ଭୋଗ ପିପାସା ଭାଗ୍ୟବତୀ ମୋତେ ସଂସାରେ ବୋଲିବେ ତ ଯୋଗୁଁ ଏକା ପର ସଂସାରେ।